ଦାଦନ ଯାଇ ଖଟୁଥିଲେ। ନିଜ ପେଟ ପୋଷିବା ସହ ପରିବାର ପ୍ରତିପୋଷଣ କରୁଥିଲେ। ଖରା ତରାକୁ ଖାତିର ନଥିଲା। ପେଟ ଚାଖଣ୍ଡକ ପାଇଁ ଅହରହ ସଂଘର୍ଷ ଚାଲିଥିଲା। ଆଉ ସେ ସଂଘର୍ଷର ଯାତ୍ରା ଭିତରେ ଶ୍ରମିକ କର୍ମସ୍ଥଳରେ ଶବ ପାଲଟି ଯାଇଛି। ଜଣେ କି ଦୁଇ ଜଣ ନୁହେଁ, ଅନ୍ୟ ପାଇଁ ଘର ତଳୁ ତଳୁ ଚାପି ହୋଇ ଜୀବନ ହାରିଛନ୍ତି 3 ଜଣ ଶ୍ରମିକ। ରାଜସ୍ଥାନର ରାଜଧାନୀ ଜୟପୁରର ଆମେର ଅଞ୍ଚଳରେ ନିର୍ମାଣାଧୀନ କୋଠାର ପାଚେରୀ ଭୁଷୁଡ଼ିବାରୁ ସୋମବାର 3 ଜଣଙ୍କ ମୃତ୍ୟୁ ହୋଇଛି। ପାଚେରୀର ଭଗ୍ନାଂଶ ତଳେ ଏବେ ବି ଅନେକ ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି। ସେମାନଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି। କିଛି ଶ୍ରମିକଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ପାଚେରୀ ଭୁଷୁଡ଼ିବା ଏବଂ ଶ୍ରମିକ ଚାପି ହୋଇଯିବା ଖବର ପରେ ସ୍ଥାନୀୟ ପ୍ରଶାସନ ତତ୍ପର ହୋଇ ଉଠିଥିଲା। ପୋଲିସ ଓ ରେସ୍କ୍ୟୁ ଟିମ୍ ପହଞ୍ଚି ଉଦ୍ଧାର ଆରମ୍ଭ କରିଥିଲେ। ଏନ୍ଡିଆର୍ଏଫ୍ ଓ ଏସ୍ଡିଆର୍ଏଫ୍ ଟିମ୍ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା 3 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ ସନ୍ଦେଶ ନାୟକ। ନିର୍ମାଣାଧୀନ କୋଠାର ପାଚେରୀ ଭୁଷୁଡ଼ିବାରୁ 3 ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ 2 ପୁରୁଷ ଓ ଜଣେ ମହିଳା ଶ୍ରମିକ ଅଛନ୍ତି। ମୃତାହତ ଶ୍ରମିକ ବିହାର ଓ ଝାଡ଼ଖଣ୍ଡର ବୋଲି ସୂଚନା ମିଳିଛି। ସୂଚନା ଅନୁସାରେ ପାଚେରୀ ଧସିବା ସମୟରେ ଅଧିକାଂଶ ଶ୍ରମିକ ସେଠାରେ ଉପସ୍ଥିତ ନଥିଲେ। ମଧ୍ୟାହ୍ନ ହୋଇଥିବାରୁ କିଛି ଶ୍ରମିକ ଖାଇବାକୁ ଚାଲି ଯାଇଥିଲେ। ସେହି ସମୟରେ 5ରୁ 6 ଜଣ ଶ୍ରମିକ ସେଠାରେ ଉପସ୍ଥିତ ଥିବା ଆଶଙ୍କା କରାଯାଉଛି। ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସେଠାରେ ପ୍ରାୟ 12 ଜଣ ଥିଲେ। ସେମାନେ ଚାପି ହୋଇ ରହିଥିବା ଆଶଙ୍କାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତାହତଙ୍କ ସଂଖ୍ୟା ବଢ଼ିବାର ମଧ୍ୟ ଆଶଙ୍କା ରହିଛି। ବ୍ୟୁରୋ ରିପୋର୍ଟ, ସ୍ୱର୍ଣ୍ଣ ନ୍ୟୁଜ୍।